ସବୁ କଥା ଭଗବତ ଗୀତାରେ ଅଛି। ଭଗବତ ଗୀତାକୁ କଳିଯୁଗ ଲୋକମାନେ ପଢ଼ିକି ବୁଝିପାରିବେ ନାହିଁ, କାହିଁକି ନା ସଂସ୍କୃତ ଜ୍ଞାନ ନାହିଁ, ସାଂସ୍କ୍ରିଟ ଆଉ ପଢ଼ା ହେଉନାହିଁ। ଯେଉଁ ପଢ଼ା ହେଉଛି 50 ମାର୍କ ଆମ ବେଳେ ଥିଲା, ତାଉ ଅଛି କି ନାହିଁ ମୁଁ ଆଉ ଜାଣିନାହିଁ। ଅଛି, ତେଣୁ ସେ ବିଷୟରେ କାହାର ଏତେ ନଲେଜ ନାହିଁ। ତେଣୁ ମୁଁ ହେଉଛି ପରମାତ୍ମାଙ୍କର ଅଂଶବିଶେଷ, ଭଗବାନଙ୍କର ସନ୍ତାନ। ସେ ମୋର ହେଉଛନ୍ତି ଆକ୍ଚୁଆଲି ପିତା, ସେ ହେଉଛନ୍ତି ପରମ ପିତା। ସେ ଯଦି ନ ଚାହିଁବେ ଏ ପାଳିତ ପିତାମାତା ମୋର ଯତ୍ନ ନେଇପାରିବେ ନାହିଁ। ପିଲାଟା ଯେତେବେଳେ ଶ୍ୱାସ ପ୍ରଶ୍ୱାସ ନାହିଁ ବୋଲି ଆମେ ଜାଣିବା ମୃତ୍ୟୁ, ତାର ଯତ୍ନ ତା ବାପା ମା ନେଇପାରିବେ? ବାପା ମା ପିଲା କହୁଛନ୍ତି, ଡିମାଣ୍ଡ କରିବେ କି ଏଇ ସତ୍ସଙ୍ଗ ଶୁଣି କି କମେଣ୍ଟ ମାରିବେ, କ'ଣ ବାପା ମା କଥା ବାବା ଏମିତି କହୁଛନ୍ତି? ଗୋଟେ ମଲା ଲୋକର ଯତ୍ନ ବାପା ମା ନେଇପାରିବେ? ଛାଡ଼ନ୍ତୁ, ଆଉ ଗୋଟେ କଥା କହୁଛି, ସେ ପିଲା ପାଇଁ ଶ୍ୱାସ ପ୍ରଶ୍ୱାସଟେ ନେଇପାରିବେ? ଆଉ ପିଲାକୁ କ'ଣ ଭଲ ପାଉଛନ୍ତି? ତେଣୁ ସେଇ ପରମ ପିତାଙ୍କର ଆମର ସନ୍ତାନ। ବହୁତ କଥା ସବୁ ଅପୂର୍ଣ୍ଣ ରହିଗଲା। ଆମେ କାହା ସହିତ ସାଥୀ ହେବା? କିଏ ଆମର ଆପଣାର? ଭଗବାନ ବିନା କୋଇ ଅପନା ନାହିଁ। ଭଗବାନ ଠାରୁ ଆପଣାର କେହି ନାହାନ୍ତି। କେମିତି? ଆପଣଙ୍କୁ ରୋଗଗ୍ରସ୍ତ ହେଇଗଲେ, ଡକ୍ଟର ଚିକିତ୍ସା କରି କରି ଆପଣ ଭଲ ହେଉନାହାନ୍ତି, ବନ୍ଧୁବାନ୍ଧବ ଦେଖିବାକୁ ଆସୁଛନ୍ତି, ଆପଣ ସେତେବେଳେ କାହାକୁ ଡାକିବେ? ହେ ଭଗବାନ, ମୋତେ ଟିକେ ଭଲ କରିଦିଅ। କାହିଁକି? କୁଆଡ଼େ ଆପଣଙ୍କର ବାପା ମା ଗଲେ, କୁଆଡ଼େ ବନ୍ଧୁବାନ୍ଧବ ଗଲେ, କୁଆଡ଼େ ସାଙ୍ଗସାଥି ସମାଜ ଗଲେ, ସେମାନେ ତ ଆପଣଙ୍କର ଆପଣାର, ଆପଣ ତ ତାଙ୍କୁ ଡାକିଥାନ୍ତେ, କାହିଁକି ଡାକିଲେ ନାହିଁ? କାହିଁକି ଡାକିଲେ ନାହିଁ? ଆପଣ ନିଜେ ପ୍ରମାଣ କରୁଛନ୍ତି ଏ ଭଗବାନ ମୋର, ଆଉ କେହି ମୋର ନୁହନ୍ତି। ତେଣୁ ସେ ଥିଲେ ଆମ ସାଥିରେ, ଏବେ ଅଛନ୍ତି, ମୃତ୍ୟୁ ପରେ ସେ ଆମ ସାଥିରେ ରହିବେ। ଆମେ ଅହଙ୍କାରରୁ ଅଜ୍ଞାନତାରୁ ଆମେ ଭୁଲି ଯାଇଛେ, ଆମେ ତାଙ୍କୁ ଡାକୁନେ। ତେଣୁ ଭଗବାନଙ୍କ ସହିତ ସାଥୀ ହୁଅନ୍ତୁ, ଭଗବାନଙ୍କ ସହିତ ସମ୍ପର୍କ ରଖନ୍ତୁ, ଭଗବାନଙ୍କ ସହିତ ମିଳନ ହୁଅନ୍ତୁ। ଆକୁ କହନ୍ତି ନିତ୍ୟ ଯୋଗ। ସଂସାର ଭିତରେ ରହି ଯେତେବେଳେ ଅନିତ୍ୟରୁ ନିତ୍ୟକୁ ଆସିବେ, ନିତ୍ୟ ଯୋଗ। ନିତ୍ୟ କିଏ ନା ଭଗବାନ, ସତ୍ୟ କିଏ ନା ଭଗବାନ ପରମାତ୍ମା। ତାଙ୍କ ପାଖରେ ମନକୁ କେମିତି ରଖିବେ, ତତ୍ତ୍ୱଗୁରୁ ଆପଣଙ୍କୁ ବୁଝେଇକି କହିଦେବେ। ତାପରେ ମୁଁ କିଏ ନା ମୁଁ ଭଗବାନଙ୍କ ଅଂଶ। ମୁଁ କୋଉଠିକି ଆସିଛି ନା ପୃଥିବୀ ପୃଷ୍ଠ ଆସି। ମୁଁ କୋଉଠି ଥିଲି ନା ମୋର ସଂସ୍କାର ନେଇ এই ପୃଥିବୀ ପୃଷ୍ଠରୁ 7ଟା ଲୋକ ଅଛି। ଏଇଟା ହେଲା ଭୂଲୋକ, ଭୁବଲୋକ, ସ୍ୱଲୋକ, ମହଲୋକ, ଜନଲୋକ, ତପଲୋକ, ସତ୍ୟଲୋକ। ତେଣୁ ଆପଣଙ୍କର ସଂସ୍କାର ନେଇ ଆପଣ ଜନ୍ମ ହୋଇଛନ୍ତି ମାନେ ମରିବେ, ମରିବେ ମାନେ ନିଶ୍ଚିନ୍ତ ଜନ୍ମ ହେବେ। ଭଗବତ ଗୀତାରେ ଆଦି ଶଙ୍କରାଚାର୍ଯ୍ୟ ସବୁ ଗ୍ରନ୍ଥରେ ଲେଖା ଅଛି, ଜାତ ସଇଁ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚ। ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ମୃତ୍ୟୁ ହେଲେ ଜନ୍ମ ନିଶ୍ଚିନ୍ତ। ଆପଣ ଏବେ ଥରେ ଆସିଛନ୍ତି ମାନେ ଆପଣ ମରିକି ଆସିଛନ୍ତି, କିନ୍ତୁ ଏବେ ପୁଣି ଆପଣ ଜନ୍ମ ହେଇଛନ୍ତି ମାନେ ଆପଣ ମରିବେ। ଆପଣ ସବୁ କଥାକୁ ବିଶ୍ୱାସ କରିବେ, ସବୁ କଥା ଆପଣ ଭିତରେ ଅଛି, କିନ୍ତୁ ଆପଣ ଜାଣିଛନ୍ତି ମରିବେ। ଏ ସୃଷ୍ଟିରେ ବଡ଼ ଆଶ୍ଚର୍ଯ୍ୟ କଥା ଧର୍ମବକକୁ ଯୁଧିଷ୍ଠିର କହିଥିଲେ। ବଡ଼ ଆଶ୍ଚର୍ଯ୍ୟ କଥା, 3ଟି ସମୟ ନାହିଁ। ପ୍ରଥମ ଆଶ୍ଚର୍ଯ୍ୟ କଥା ହେଉଛି ଜଣେ ମରୁଛି, ତା ଲାଗି ଆଉ ଜଣେ କାନ୍ଦୁଛି। ସିଏ ଜାଣୁନାହିଁ ତାର ଦିନେ ଏଇଭଳି ମୃତ୍ୟୁ ହେବ, ଏବଂ ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ମୃତ୍ୟୁର ନିକଟସ୍ଥ ହେଇଯାଉଛି, ମରିବା ପାଖକୁ ଚାଲି ଯାଉଛି, ସେ ଦିନେ ମରିଯିବ। ତେଣୁ ଗୁରୁଦେବ ଆମର ଥରେ କହୁଥିଲେ, ତୀର୍ଥ କରି ଯାଅ ନାହିଁ। ଯିଏ ଶୁଣିଲେ କମେଣ୍ଟ ମାରିବେ, ଆରେ ତୀର୍ଥ କରି ଯିବନି, କୁଆଡ଼େ ଯିବ? ଗୋଟେ ଶ୍ଲୋକଟେ କହୁଥିଲେ, ଇଦଂ ତୀର୍ଥ ମିଦଂ ତୀର୍ଥ ଭ୍ରମନ୍ତି ତମସା ଜନା, ଆତ୍ମତୀର୍ଥ ନ ଜାନନ୍ତି କଥଂ ମୋକ୍ଷ ବରାନନେ। ପାର୍ବତୀ, ଶିବ ପାର୍ବତୀ କି କହୁଛନ୍ତି। ବୁଝେଇଲେ ସମୟ ପଳେଇବ। ତେଣୁ ସେ କହୁଥିଲେ କୋଉଠିକି ଯାଅ, କୋଉଠିକି ଯାଅ? ସେ କହୁଥିଲେ ମେଡିକାଲ ଯାଅ। କାହିଁକି? ରୋଗୀ ଦେଖିବାକୁ। ମେଡିକାଲ ଗଲେ ସେଇଟା ଜମାଳୟ ନା, ଏ ମର୍ତ୍ତ୍ୟ ଲୋକରେ।
तेणु तुम्हें कौन कर देखिले तुम मते संसार आसक्ति कटिଯିव किए वो किए हाथ बंधा है गोड़ बंधा है क्या पेट चिरा है कार छाती चिरा है किए एमती पड़ी किए सालाइन लगी आम बहुत थर मेडिकल जाऊ ये दृश्य देखापी एवं आउ जाऊनु तापर कहले आउ गोटे जगह को जीवे को जगह को जीवे शमशान को जीवे शमशान को गले से लोक पड़ाटी देखिए आम पुरी गले स्वर्ग द्वार प्रत्येक थर जाऊ समस्त को हाथ जोड़ी प्रणाम करू केते लोक सीटी पोड़ा है तार आदि अंत नहीं समस्ते सेठी समान एते लोक पोड़ा होउचंती शमशान रे शमशान कहीं उच्चा हो जाऊ दे एते लोक शमशान रे लक्ष लक्ष लोक पोड़ा है को कालरू शमशान कहीं ये जाऊने उच्चा हो जाऊने देखंतु से एभली गोटे भूमि सेठी समस्ते समान शमशान सब समान धनीर मुंड कोटिपतिर मुंड राजांक मुंड राज राजेश्वर मुंड समस्त मुंड कौन हम ना से पड़ो तेणु शमशान को गले आपण भितर वैराग्य आसे।